ଯେତେବେଳେ ତାର ଏଠି ରୁମ୍ ଅସୁବିଧା ହେଉଛି ମୋତେ କହୁଛି, ଯେତେବେଳେ ଖାଇବା ପିଇବା ଭାଇ ଯାଇନି ମୋତେ କହୁଛି, ଯେତେବେଳେ ତାର ପଇସା ପତ୍ର ଦରକାର ମୋତେ କହୁଛି, ତାପରେ ସିଏ ଯଦି କହିଲା ସିଏ କିଏ ମୋତେ କହିବାକୁ ସିଏ କିଏ ଇଏ କରିବାକୁ। ତେଣୁ ଆପଣମାନେ ବିଚାର କରନ୍ତୁ ଏଇଟା ଯୁକ୍ତିଯୁକ୍ତ କେତେ ଦୂର ଠିକ୍। ବସ ତମକୁ ମୁଁ ଚିହ୍ନିନି ଆଉ ମୁଁ ଏବେ ପଳେଇବି। ମୁଁ କହିଲି ପଳେଇବୁ କ'ଣ, ପଇସା ନେଇଛୁ କାମ କରୁଛୁ ପଳେଇବୁ କ'ଣ, ମୁଁ ଯଦି ଉଠିବି କ'ଣ ମାରିଲ ମୁଁ ଧକ୍କାଟା ପକେଇଛି। ଆଉ ସେ ଯୋଉ କହୁଛି ମୋତେ 2-4 ଚଟଣା ପକେଇଛି ଇଏ କରିଛି ସିଏ କରିଛି, ସେ ତ ସବୁ ଭିଡ଼ିଓ ଭାଇରାଲ କଲା। ଆଉ ସେ ମାଡ଼ ବି ଧକ୍କା ପଡ଼ିତ ମାଡ଼ଟା ଦେଖିଛି ପରିଚାଳକ କିଏ, ସିଏ କାହିଁକି ମୋତେ ମାରିବେ, ସେ କ'ଣ ମୋତେ ଖାଇବା ଦେଉଛନ୍ତି ପିଇବାକୁ। ଆଜ୍ଞା ଶୁଣନ୍ତୁ, ମାଲିକ ରହିଲେ ଭୁବନେଶ୍ୱରରେ, ପାର୍ଟିରେ 100-150 ଲୋକ କି 170 ଲୋକ ଯେଉଁ ଅଛନ୍ତି ସମସ୍ତ ଦାୟିତ୍ୱ ମୋ ଉପରେ। ନମସ୍କାର, ଜୟ ଜଗନ୍ନାଥ। ସମସ୍ତ ମିଡ଼ିଆ ଭାଇମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଭଲ ପାଇବା। ଦେଖନ୍ତୁ ମୁଁ ତ କହିପାରିବିନି, ଘର କଳି ଘର ଭିତରେ ରହେ, କିଛି ଷଡ଼ଯନ୍ତ୍ର କରି ସେ ଆମର ମୋବାଇଲ ରେକର୍ଡ଼ିଂ କରି ସେଟାକୁ ଭାଇରାଲ କରିଛନ୍ତି। ତେଣୁ ମୁଁ ଆଉ କ'ଣ କହିବି, ସେ ତ ଆମରି ଘରର ମେମ୍ବର, ଆମରି ଘରର ଲୋକ, ଗୋଟେ ପରିବାର କହିଲେ ଆମେ ଚଳେ। ୟାରି ଭିତରେ ଯଦି ଭାଇରାଲ ହେବ ଏଇଟା କେତେ ଦୂର ଯୁକ୍ତିଯୁକ୍ତ କଥା ଆପଣମାନେ ବିଚାର କରନ୍ତୁ। ମୁଁ ଦେବକୁ ବାଡ଼େଇନି। ଯେତେବେଳେ ଆମର ସେଦିନ ତା ପରଦିନ ମିଟିଂ ହେବ, ସେ ଭୁଲ କରିଥିଲା। ମୁଁ କହିଲି ମିଟିଂ ହେବ ସମସ୍ତେ ରହିବେ, ସମସ୍ତଙ୍କୁ ସୂଚନା ଦିଆହେଇଥିଲା। ସେ ତାର ରୁମ୍କୁ ପଳେଇଲା, ରୁମ୍କୁ ପଳେଇ ଯାଇ ଶୋଇଲା। ଅଧଘଣ୍ଟା କି 45 ମିନିଟ୍ ସମସ୍ତେ ବସିଛନ୍ତି, କି ସିଏ ନାହିଁ। ସିଏ ଆସି ପହଞ୍ଚିଲା, ତାପରେ ଆସିଲା ପରେ ମିଟିଂଟି ଆରମ୍ଭ ହେଉଛି। ଆରମ୍ଭ ହେବା ଭିତରେ ତାକୁ ପଚରା ହେଲା, ସେ ପୁରା ଡେୟାରିଂ ଭାବରେ କଥାବାର୍ତ୍ତା କଲା। ପ୍ରଥମ ଆସିଲେ ଯେତେବେଳେ ତାକୁ ପଚାରିଲେ ଯେ କାହିଁକି ଫେଲ୍ କଲୁ, ଇଏ କଲୁ ସିଏ କଲୁ। ଆମର ନବାବୁ ଯିଏ କ୍ୟାସିୟର ଅଛନ୍ତି ତାଙ୍କୁ ସେ ଓଲଟ ପାଲଟ କରି କହିଲା, ହେ ତମେ କିଏ, ତମେ ବସ, ତମକୁ ମୁଁ ଚିହ୍ନିନି ଆଉ ମୁଁ ଏବେ ପଳେଇବି। ମୁଁ କହିଲି ପଳେଇବୁ କ'ଣ, ପଇସା ନେଇଛୁ କାମ କରୁଛୁ ପଳେଇବୁ କ'ଣ, ମୁଁ ଯଦି ଉଠିବି କ'ଣ ମାରିଲ ମୁଁ ଧକ୍କାଟା ପକେଇଛି। ଆଉ ସେ ଯୋଉ କହୁଛି ମୋତେ 2-4 ଚଟଣା ପକେଇଛି ଇଏ କରିଛି ସିଏ କରିଛି, ସେ ତ ସବୁ ଭିଡ଼ିଓ ଭାଇରାଲ କଲା। ଆଉ ସେ ମାଡ଼ ବି ଧକ୍କା ପଡ଼ିତ ମାଡ଼ଟା ଦେଖି ଭାଇରାଲ କରିପାରିଥାନ୍ତା, ସେଇଟା କଲାନି। ଆଉ ମୁଁ ବି ଜଗନ୍ନାଥଙ୍କୁ ଦୋହାଇ ଦେଇ କହୁଛି, ମୁଁ କେବେ ବି ତାକୁ ସେ ଇଣ୍ଟେନସିଆଲି ମାରିବା ଫଳରେ ସେ ଯେଉଁ ଭଳିଆ କଥାବାର୍ତ୍ତା କଲା, ଯେଉଁ ଭଳିଆ ବିହେଭ୍ କଲା, ସେଠି ମୁଁ କ'ଣ ଯିଏ ବି ନାହିଁ ସିଏ ବି ଏଇଭଳିଆ ସିଚୁଏସନ୍ କରିଥାନ୍ତା। ତାପରେ ଆଉ ଗୋଟେ ଜିନିଷ, ସିଏ କହୁଛି ଯେ ପରିଚାଳକ କିଏ, ସିଏ କାହିଁକି ମୋତେ ମାରିବେ, ସେ କ'ଣ ମୋତେ ଖାଇବା ଦେଉଛନ୍ତି ପିଇବାକୁ। ଆଜ୍ଞା ଶୁଣନ୍ତୁ, ମାଲିକ ରହିଲେ ଭୁବନେଶ୍ୱରରେ, ପାର୍ଟିରେ 100-150 ଲୋକ କି 170 ଲୋକ ଯେଉଁ ଅଛନ୍ତି ସମସ୍ତ ଦାୟିତ୍ୱ ମୋ ଉପରେ, ମାଲିକ ଛାଡ଼ିଛନ୍ତି। ଆପଣମାନେ ବିଚାର କରନ୍ତୁ, ଯଦି ଜଣେ ଆଙ୍କରର ଥରକୁ 3 ଥର ହେଲାଣି, ଥରେ ସେମିତି ଘରକୁ ଗଲେ ସନ୍ଧ୍ୟା 7ଟା-8ଟା ବେଳକୁ ମୋତେ ଫୋନ୍ କରି କହୁଛନ୍ତି ମୋ ଦେହ ଖରାପ ମୁଁ ଯାଇପାରିବିନି। ଆରେ ତମେ ତ ଆଗରୁ କହିଲନି, ମୋତେ ଆଗରୁ ଜଣେଇଲନି। ମୁଁ ପୁଣି ତାଙ୍କୁ କହୁଛି ତମେ ପଳେଇ ଆସ, ଏଠି ମେଡ଼ିସିନ ଖାଇବ, ଖାଲି ଫାଷ୍ଟ ଆଙ୍କରିଂ କରିଦେବ, ତାପରେ ସେ ଝିଅ କହିବ। ଆସିଲିନି ସେଦିନ ଫେଲ୍। ମୁଁ ଆମ ରୁମ୍ ମ୍ୟାନେଜରକୁ ଛିଡ଼ା କରିକିନା ଆଙ୍କରିଂ କଲି। ଆମ ସମସ୍ତେ ବି ଜାଣିଛନ୍ତି, ସମସ୍ତେ ସାକ୍ଷୀ ଅଛନ୍ତି। ଆଉ ଗୋଟେ ଥର ଜଟଣୀ କମିଟି ବାଲାଙ୍କ ସାଙ୍ଗେ ସେଠି ଅର୍ଥକୁ ଅନର୍ଥ କରିକିନା କହିଲେ, ଯେମିତି ଆମର ଏଠି ସମସ୍ତେ ଷଣ୍ଢ ସମସ୍ତେ ସେଇଟା କହିହେବନି। ସେ ଜଟଣୀ କମିଟି ବାଲା ଆସି ବିରୋଧ କଲେ। ବିରୋଧ କଲା ପରେ ମୁଁ ତାଙ୍କୁ ବୁଝେଇଛି, ମୁଁ କହିଲି ଦେଖେ ଏଗୁଡ଼ା କହିବୁନି, ଏଗୁଡ଼ା ନା ମୁଁ ଏଇଆ କହି ମଣିଷ ହେଇଛି ନାଁ କମିଛି। ମୋ ସାଙ୍ଗେ ସେଠି ଯୁକ୍ତି ତର୍କ କଲେ, ମୁଁ ସେ କମିଟି ବାଲାଙ୍କ ଗୋଡ଼ ହାତ ଧଇଲି ସେଠି। ତେଣୁ ଆପଣମାନେ ବିଚାର କରନ୍ତୁ, ସେ ଯେଉଁ କହିଲା ନା କିଏ ଖାଇବାକୁ ଦେଉଛି, କିଏ କହିବା ପାଇଁ, ଯେତେବେଳେ ତାର ଏଠି ରୁମ୍ ଅସୁବିଧା ହେଉଛି ମୋତେ କହୁଛି, ଯେତେବେଳେ ଖାଇବା ପିଇବା ଭାଇ ଯାଇନି ମୋତେ କହୁଛି, ଯେତେବେଳେ ତାର ପଇସା ପତ୍ର ଦରକାର ମୋତେ କହୁଛି, ତାପରେ ସିଏ ଯଦି କହିଲା ସିଏ କିଏ ମୋତେ କହିବାକୁ, ସିଏ କିଏ ଇଏ କରିବାକୁ। ତେଣୁ ଆପଣମାନେ ବିଚାର କରନ୍ତୁ ଏଇଟା ଯୁକ୍ତିଯୁକ୍ତ କେତେ ଦୂର ଠିକ୍। ନମିତା ମ୍ୟାଡ଼ାମ ତାକୁ ଆଗେ ଦୁର୍ବ୍ୟବହାର କରିନଥିଲେ, ଆମର ସବୁ ଷ୍ଟାଫ୍ ଥିଲେ। କିଛି ଯେତେବେଳେ ସିଏ ଫାଷ୍ଟ କିଛି ସମୟ ପରେ ଯୁକ୍ତି ତର୍କ କରି ନବବାବୁଙ୍କ ଉପରକୁ ଆଙ୍ଗୁଠି ଉଠେଇଲେ, ସେତେବେଳେ ନମିତା ମ୍ୟାଡ଼ାମ କହିଲେ ଯେ ତମେ ଏଡ଼େ ଅଭଦ୍ର, ଏଡ଼େ ନମିତା ମ୍ୟାଡ଼ାମ ବି ବାହାରି ନଥାନ୍ତି। ତା ପରଦିନ ଯେତେବେଳେ କମିଟି ବାଲା ଆଜ୍ଞା ଯେତେବେଳେ ମୋ ମା ଭଉଣୀ ଜରୁରୀ ନେଇଛନ୍ତି, ଯେତେବେଳେ ଲୋକ ଗୋଇଠା ଫୋଇଠା ମାଇଲେ ପେଣ୍ଡାଲକୁ ଭଙ୍ଗାରୁଜା ଉପରେ, ମୋତେ ସେତେବେଳେ କମିଟି ବାଲା ମୋତେ ଘନ ଫୋନ୍ କଲେ, ହେଲା କି। ତେଣୁ ଆପଣମାନେ ବିଚାର କରନ୍ତୁ, ଯଦି ମୁଁ 170 ଲୋକଙ୍କ ପାଇଁ ଏଇଆ ଶୁଣିବାକୁ ପାଇଲି, ତ ନମିତା ମ୍ୟାଡ଼ାମ ଯେଉଁ କହିଲା ସେଇଟା ସେ ତାପରେ ବାହାରି କହିଛି। କିନ୍ତୁ ଏଇଟା ନମିତା ମ୍ୟାଡ଼ାମର ବାହାରିବା ଭୁଲ ଥିଲା, ଯେହେତୁ ପରିଚାଳିତ ହେଇଥିଲା। କିନ୍ତୁ ସେ ନବବାବୁକୁ ଯେତେବେଳେ ଆକ୍ଷେପ କଲା, ନମିତା ମ୍ୟାଡ଼ାମ ସେତେବେଳେ ବାହାରିଥିଲା। ସେଇଟା ମୁଁ କହିବିନି। ଯଦି ଧକ୍କାଟା ମୋ ତା ପାଇଁ ଭୁଲ ହେଇଥାଇପାରେ, ତାହେଲେ କମିଟି ବାଲା ଯେଉଁ ମୋ ମା ଭଉଣୀ ଜରିମାନା ନେଲେ ଜଣକ ପାଇଁ, ସେଇଟା କେତେ ଦୂର ଯଥାର୍ଥ ଆପଣମାନେ କୁହନ୍ତୁ। କେବଳ ଜଣକ ପାଇଁ 170 ଲୋକ, ଆମର ପେଟ ପାଟନା କଥା, 170 ଲୋକଙ୍କ ପେଟକୁ ସିଏ ଯେତେବେଳେ ନାତ ମାଇଲା, ସେଇଟା କେତେ ଦୂର ଯୁକ୍ତିଯୁକ୍ତ ଆପଣମାନେ କୁହନ୍ତୁ, ବିଚାର କରନ୍ତୁ। ଆଉ ଗୋଟେ କଥା ମୋତେ କହିଛନ୍ତି ଯେ ମୁନା ବାବୁ ଯଦି ମୋତେ ବାଡ଼େଇବେ ମୁଁ ସହିଯିବି, କାହିଁକିନା ସିଏ ମୋ ମାଲିକ, ମୋ ପରିଚାଳକ ଯାହା ବି।
नमिता मैडम कहीं मते आत्महत्या पे करे कहीं मते धमकेले ना ना जदि कहते मुना बाबू जहाँ बाड़े सहीजी ताले मुना बाबू कथा बेसी भाइराल कर चार चटना कहीं जोड़ी कहते आपण मैंने कहते मुना बाबू तो धक्का पकड़े से कहले हाँ से कहीं कहले मुना बाबू मत दी चार चटना पकड़ तार प्रमाण दिंतु से विजुआल छाड़े सब कले आ नमिता मैडम कथा जो कहले नमिता मैडम को बाहरिया भूल किंतु नमिता मैडम ये बाहर जो सी आउ जन गुरुजन लोक बापा बयस लोक आक्षेप कला से बाध्य नमिता मैडम बाहर से निष्पत्ति मुझे पारि से मालिक ने कारण सी मालिक को जन नहीं जाठी जिते आमर ये कांड घटी सारापर मालिक सहित सी फोन कथा कहले आज्ञा मोर भूल हो जाए से टाइम 4टा पर्यंत थिला तापर क्या न जन जाए मालिक को जन कि आम कलाकार जन किए कहते आप मालिक को पचारि पारती जब से जन जाइए मालिक को पचारि पारती तेणु मालिक आणवे न आणवे निष्पत्ति मालिक मुझे आज्ञा निमित्त मात्र जिते मु 170 लोक जिन सही सारे ये कष्ट पाई सारे मत सारा ओडिशा रे लज्जित कर मुझे कह आज्ञा सी आने मु किए मालिक सी फास्ट रू कहला जो पैसा दे खाया सब देलापर से कहला ये किए नुह ताले मु आनिया को मु किए आनिया मालिक अच्छा मु शुणु आपणे नेबा कथा नुह आपणे नहीं था जदि घर भर कली घर भर रही था जो मीडिया सामने मत लंगला करागला से आपण बाध्य अच्छी कौटी से मो आमर जहाँ भी भूल होता भूलटा समस्या ये समाधान होता ये समस्या जो पदर पड़ा घर कली पदर पड़ा आपण मैंने कहतु एमती जात्रापाटे बहुत किसी जिन जोटा कि कड़े जाए ना कारण जेहेतु ग्रीन रूम आम घर भर कथा तेणु यहाँ तो भाइराल हो मो इज्जत मत बाहर गला पदरे गला आज्ञा कोले भी मुझे कही सारे मालिक निष्पत्ति मालिक जहाँ कर